प्रिय मोर प्रत्येक बंधुगण आसतु आम मैंने प्रभु उपस्थिति मध्य को जीवा पूर्वर आम मैंने तांकर वाक्य प्रभुंकर उपस्थिति आम सहित अच्छी एवं तांकर आजिर उपासना एवं तांकर वाक्य शुणा निमंते शुणा पूर्वर आसतु प्रथम आम प्रार्थना करिया तापर आम आरंभ करिया। दयालु स्वर्गीय पिता प्रभु आम धन्यवाद दौचु आज सकाळे पुनर्बार आम को बंचेल और शारीरिक आत्मिक भाव में सुस्थता मध्य शांतिर सहित तुम रास्त परिचालना करने देछ। धन्यवाद दौचु आज मोर प्रत्येक प्रिय बंधु मानी सांग मानी मोर प्रत्येक विश्वासी परिवार मानी धन्यवाद दौची से समस्त तुम वाक्य शुणापी पुणी तुम आशीर्वाद मध्य नापी से स्पर्श कल से धन्यवाद दूची। एवं तुमर उपस्थिति आम धन्यवाद दूचु। आम मैंने जो उपासना करी प्रभु आम मानकर प्रार्थना एवं उपासना ग्रहण कल। ये समस्त प्रार्थना कल प्रभु जीशु नाम मागिले आमेन। मोर प्रिय बंधुगण मो प्रत्येक मोर नमस्कार। प्रिय प्रभु जीशु ख्रीष्ट नाम रे मु आह्वान करे प्रत्येक को आसतु आमने गोटे गीत बोली आमने ताहांकर उपासना करिबा। आसतु आमने गोटे गीत बोलिया। सदा प्रभु मोर प्रतिपालक मोर भाव हेब नाही सदा प्रभु मोर प्रतिपालक मोर अभाव हेब नाही सुकमल तृण से जे शयन मो करांती स्थिर जल पासे पासे मोते धरी चलांती मृत्यु छाया पते मोर आउ आपदर भय नाही मृत्यु छाया पते मोर आउ आपदर भय नाही सदा प्रभु मोर प्रतिपालक मोर भाव हेब नाही पासे रही शासन रे सांत्वना दियंती मो शत्रु समीपे मोते आशीर्वाद करती ताहांक मंगल दया मते केबे छाड़िब नाही ताहांक मंगल दया मते केबे छाड़िब नाही सदा प्रभु मोर प्रतिपालक मोर भाव हेब नाही। आसतु मोर बंधुगण आम मैंने प्रभुंकर वाक्य को जीवा। आमे जो गीत आमे देखिलु बर्तमान शुणिलु जे सदा प्रभु मोर प्रतिपालक सदा प्रभु आपण मानकर प्रतिपालक सदा प्रभु प्रत्येकंकर प्रतिपालक केबे हेले कौनसी परिवार रो अभाव हेब नाही। आसतु आमने वाक्य को जीवा कारण वाक्य नितांत आवश्यक प्रत्येक मनुष्य मानक निमंते परमेश्वरंकर वाक्यर आवश्यकता रही। यदि परमेश्वरंकर वाक्य जड़े
ଆବଶ୍ୟକ କରୁନି ତା ଜୀବନରେ ବହୁତ ଅସୁବିଧାର ସମ୍ମୁଖୀନ ହେବ ଏବଂ ତାର ଜୀବନ ଶୁଖିଯିବ। ତେବେ ଆମମାନେ ଆସନ୍ତୁ, ମଣିଷର ଜୀବନ, ମନୁଷ୍ୟ ଯଦି ପ୍ରଭୁଙ୍କର ବାକ୍ୟ ନ ଶୁଣିଲା ତାହେଲେ ସେ ଜୀବନ ଶୁଖିଯିବ। ଶୁଖିଯିବାର ଅର୍ଥ ତାପରେ ତାର ଜୀବନ କ'ଣ ହେବ ଆମମାନେ ସମସ୍ତେ ଜାଣିଛୁ। ଆସୁ ଆମମାନେ ତାଙ୍କର ବାକ୍ୟକୁ ଆମେ ଯିବା। ଗୀତ ସଂହିତା ତାର 1 ଅଧ୍ୟାୟ ଆମେ ଦେଖିବା। ଏଠି ସଫଳତାର ପଥ, ସଫଳତାର ପଥ ଆମେ ଆଲୋଚନା କରିବା ବା ଆଶୀର୍ବାଦ। ସଫଳତାର ପଥ ମିଶି ଆମେ ଆଶୀର୍ବାଦ ପାଇବା। ଆଶୀର୍ବାଦ ମଧ୍ୟରେ ଗମନାଗମନ କରିବା, ଅଭିଶାପ ମଧ୍ୟରେ ନାହିଁ। ଅଭିଶାପ ଚାଲିଯିବ, ଦୂରେଇ ଯିବ। ତେବେ ଆମେ ସଫଳତାର ମଧ୍ୟରେ, ଆଶୀର୍ବାଦ ମଧ୍ୟରେ ଆମେ ରହିବା। ଆସନ୍ତୁ ଆମେ ଦେଖିବା ସଫଳତାର ପଥ। ଯେଉଁ ଜଣ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ କିମ୍ବା ନିନ୍ଦୁକମାନଙ୍କ ସଭାରେ ବସେ ନାହିଁ, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କ ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ। ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ। ପୁଣି ସେ ଯାହା କରେ ତାହା ସଫଳ ହେବ। ଦୁଷ୍ଟମାନେ ସେ ପ୍ରକାର ନୁହନ୍ତି, ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷତୁଲ୍ୟ ଅଟନ୍ତି। ଏ ହେତୁ ଦୁଷ୍ଟମାନେ ବିଚାର ସ୍ଥାନରେ ବା ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳରେ ଠିଆ ହେବେ ନାହିଁ, କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି, ମାତ୍ର ଦୁଷ୍ଟମାନଙ୍କର ପଥ ବିନଷ୍ଟ ହେବ। ପ୍ରିୟ ମୋର ବନ୍ଧୁଗଣ, ଏଠି ଆମେ ଦେଖୁଛୁ ଯେ ସଫଳତାର ପଥ ବା ସଫଳତା ପାଇବା ପାଇଁ ହେଲେ, ଯାହା ସେଇ ପରମେଶ୍ୱରଙ୍କଠାରୁ ଅନୁଗ୍ରହ ପାଇବା ପାଇଁ ହେଲେ, ପରମେଶ୍ୱରଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ ହେଲେ, ପ୍ରତ୍ୟେକ କାର୍ଯ୍ୟରେ ଆମେ ସମସ୍ୟାରୁ ମୁକ୍ତ ହୋଇ ସଫଳତା ହାସଲ କରିବା ପାଇଁ ହେଲେ ଆମେ ଆଜି କିଭଳି ମନୁଷ୍ୟ ହେବା ଦରକାର? ନଫରତକାରୀ ମନୁଷ୍ୟ ହେବା ଆବଶ୍ୟକ ରହିଛି ନା ପରମେଶ୍ୱରଙ୍କ ଦୃଷ୍ଟିରେ ସଫଳତା ନିମନ୍ତେ ଆମମାନଙ୍କୁ ଉତ୍ତମ ମନୁଷ୍ୟ ହେବାର ଆବଶ୍ୟକତା ରହିଛି। ଆମମାନଙ୍କୁ ଗୋଟେ ପରମେଶ୍ୱରଙ୍କ ଦୃଷ୍ଟିରେ ସବୁଠାରୁ ଭଲ, ସବୁଠାରୁ ଉତ୍ତମ ମନୁଷ୍ୟ ହେବାର ଆବଶ୍ୟକତା ରହିଛି। ତେବେ ଏଠି ଆମେ ଦେଖିଲୁ, ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ, 1 ପଦ, ଗୀତ ସଂହିତା 1 ଅଧ୍ୟାୟ 1 ପଦ ପଢ଼ୁଛି। ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ କିମ୍ବା ନିନ୍ଦୁକମାନଙ୍କ ସଭାରେ ବସେ ନାହିଁ, ସେଇ ଲୋକ ଆଶୀର୍ବାଦ ପାଇବ। ବ୍ଲେସେଡ୍ ଇଜ୍ ଦ ମ୍ୟାନ୍। ସେଇ ଲୋକ ଆଶୀର୍ବାଦ। କେଉଁ ଲୋକ ନା 3ଟା ପ୍ରକାର, 3 ଟାଇପ୍ ଲୋକମାନଙ୍କ ପଛରେ ଆମେ ଧାଇଁବାନି। 3 ଟାଇପ୍ ଲୋକମାନଙ୍କ ସହିତ ଆମେ ସହଭାଗିତା ରଖିବା ନାହିଁ ବା ସାଙ୍ଗସାଥି ହେବା ନାହିଁ। ମୋର ପ୍ରିୟ ସାଙ୍ଗମାନଙ୍କୁ ଏବଂ ମୋର ବନ୍ଧୁମାନଙ୍କୁ, ମୋର ପ୍ରତ୍ୟେକ ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ, ପରିବାରକୁ ନିର୍ଦ୍ଦେଶ ଯେ ଆପଣମାନେ 3 ଟାଇପ୍ର ଲୋକ। ଗୋଟେ ହେଉଛି ଦୁଷ୍ଟ ଲୋକ, ସେକେଣ୍ଡ ହେଉଛି ପାପୀ ଲୋକ, ଥାର୍ଡ଼ ହେଉଛି ନିନ୍ଦୁକ ଲୋକ। ଏ 3 ପ୍ରକାର ଲୋକମାନଙ୍କର କଥା ଆମେ ମାନିବାର ଆବଶ୍ୟକତା ନାହିଁ ବା ସେମାନଙ୍କ ସହିତ ସହଭାଗିତାର ରଖିବା ଆବଶ୍ୟକତା ନାହିଁ। ତେବେ ଏଠି ଆମେ ଦେଖୁଛୁ, ଯଦି ଯେଉଁ ଜଣ ବା ଯେଉଁ ଲୋକ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲିଲା, ଦୁଷ୍ଟମାନେ କ'ଣ ମନ୍ତ୍ରଣା କଲେ ତା କଥାରେ ଚାଲିଲା, ପାପୀମାନଙ୍କ ମାର୍ଗରେ, ପାପୀମାନଙ୍କ ପାଖରେ ଠିଆ ହେଲା, ସାମ୍ନାରେ ଛିଡ଼ା ହେଲା, ତା ପାଖରେ ଛିଡ଼ା ହେଇ କଥାବାର୍ତ୍ତା କଲା, ଯଦି ଯେଉଁମାନେ ନିନ୍ଦା କରନ୍ତି, ନିନ୍ଦୁକ ଲୋକମାନଙ୍କ ସାଙ୍ଗରେ ଯଦି ତାଙ୍କ ସଭାରେ ବସିଲା, ତାହେଲେ ସେ ଲୋକ, ଯେଉଁ ଲୋକ ବସିଲା, ଯେଉଁ ଲୋକ ତାଙ୍କ ସାଙ୍ଗରେ ଫ୍ରେଣ୍ଡସିପ୍ ହେଲା, ତାର ଆଶୀର୍ବାଦ ନାହିଁ, ତାର ଆଶୀର୍ବାଦ ନାହିଁ। ଯେତେବେଳେ ଦୁଷ୍ଟମାନଙ୍କ ମନ୍ତ୍ରଣାକୁ ଛାଡ଼ିବ ବା ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲିବ ନାହିଁ, ପାପୀମାନଙ୍କ ସାମ୍ନାରେ ଠିଆ ହେବ ନାହିଁ,
ଆଉ ଯିଏ ନିନ୍ଦା କରନ୍ତି ନିନ୍ଦୁକମାନଙ୍କ ସଭାରେ ବସିବ ନାହିଁ। ଯେଉଁମାନେ ଏଇ ତିନୋଟି ବିଷୟ କରନ୍ତି ସେମାନେ ଆଶୀର୍ବାଦ ପାଇବେ। ଖାଲି ସେତିକି ନୁହେଁ, ତା ସଙ୍ଗେ ସଙ୍ଗେ ଆଉ କେତୋଟି ବିଷୟ କରିବା ପାଇଁ ପଡ଼ିବ। ଆଉ କ'ଣ ନା, ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ହାମଦ ଥିବ, ହାପି ଥିବ, ଆଉ ଯେ ଦିବାରାତ୍ର ଦିନ ରାତି ତାହାଙ୍କର ବ୍ୟବସ୍ଥା ଧ୍ୟାନ କରୁଥିବ, ସେଇ ଲୋକ ଆଶୀର୍ବାଦ ପାଇବ, ସଫଳତା ପାଇବ, ସଫଳତା ହାସଲ କରିବ ସେ। ତେବେ ଏଇ ଯେଉଁ ତିନି ପ୍ରକାର ଲୋକ, ଦୁଷ୍ଟ ଲୋକ ଆଉ ପାପୀ ଲୋକ, ପାପୀ ମାନେ ସବୁବେଳେ ପାପରେ ଚାଲିଲା, କୌଣସି ତା ଦେହରେ ତା ପାଖରେ କୌଣସି ସତ୍ୟତା ନାହିଁ, କୌଣସି ସତ୍ୟତା ନାହିଁ। ଦୁଷ୍ଟ ଯିଏ ସବୁବେଳେ ଦିମାକିଆ ମନୋଭାବରେ ଚାଲିଲା। ଦୁଷ୍ଟମାନେ କ'ଣ କ'ଣ କଥା କହିଲେ ତାଙ୍କ କଥା ମାନିବ ନାହିଁ। ପାପୀମାନେ ସବୁବେଳେ ପାଇଁ ପାପରେ ଚାଲିଲେ, ସବୁବେଳେ ଭୁଲରେ ଚାଲିଲେ, ସବୁବେଳେ ପାଇଁ ଗଲତିରେ ଚାଲିଲେ, ଖରାପରେ ଚାଲିଲେ, ତାଙ୍କ ପାଖରେ ଛିଡ଼ା ହେବ ନାହିଁ, କି ତା ସାଙ୍ଗରେ ବେଶୀ କଥାବାର୍ତ୍ତା କରିବନି, ବେଶୀ ସହଭାଗିତା ରଖିବନି। ଆଉ କ'ଣ ନା, ନିନ୍ଦୁକ, ଯେଉଁମାନେ ନିନ୍ଦା କରନ୍ତି। ଅନେକ ଲୋକମାନେ ଅଛନ୍ତି ଯୀଶୁଙ୍କ ଲୋକମାନଙ୍କୁ ନିନ୍ଦା କରନ୍ତି, ଥଟ୍ଟା କରନ୍ତି, ପରିହାସ କରନ୍ତି, ହସି ଦିଅନ୍ତି, ପିଙ୍ଗିଲି ଖେଳନ୍ତି, ତାମସା କରନ୍ତି, ଆହୁରି କ'ଣ କ'ଣ ଖରାପ ଭାଷାରେ ବି, ଦି ଅକ୍ଷରିଆ ଭାଷା ବି କହନ୍ତି, ଚଲାନ୍ତି। ଏମାନଙ୍କ ସଭାରେ ବସିବ ନାହିଁ। ନିନ୍ଦା ଯେଉଁମାନେ କରନ୍ତି, ନିନ୍ଦୁକମାନଙ୍କର କ୍ୟାରେକ୍ଟର ଏଇଟା। ଆଉ ପାପୀମାନେ ସବୁବେଳେ ପାଇଁ ଗଲତ କରନ୍ତି, ସବୁବେଳେ ପାଇଁ ଖରାପରେ, କୌଣସି ତାଙ୍କର ସତ୍ୟତା ନାହିଁ, ସବୁବେଳେ ପାଇଁ ମିଥ୍ୟାରେ, ଠକାମିରେ, ଚିଟିଂରେ ଚାଲନ୍ତି। ଆଉ ଦୁଷ୍ଟମାନେ ସେମାନେ ଦୁଷ୍ଟାମୀ କଥାବାର୍ତ୍ତା କରନ୍ତି, ଦୁଷ୍ଟାମୀ କଥାବାର୍ତ୍ତା କରିକି ଦୁଷ୍ଟ କାର୍ଯ୍ୟ କରନ୍ତି, ଝାମେଲା କରନ୍ତି, ହଇରାଣ କରନ୍ତି ଲୋକମାନଙ୍କୁ, ବହୁତ ଦୁଷ୍ଟାମୀ। ତେଣୁକରି ଏମାନଙ୍କ ମନ୍ତ୍ରଣାରେ ଚାଲିବ ନାହିଁ। ତେବେ ଏମାନେ ନ ଚାଲି, ଯେଉଁ ଲୋକମାନେ ଏମାନଙ୍କ କଥାରେ ନ ଚାଲି ଆଉ ପ୍ରଭୁଙ୍କର ବ୍ୟବସ୍ଥା, ପ୍ରଭୁଙ୍କର ବାଣୀ ଯେଉଁ ଲେଖା ଅଛି, ବାଣୀରେ, ପ୍ରଭୁଙ୍କ ବାକ୍ୟରେ ଯାହାର ହାପିନେସ୍ ଥିବ ବା ଖୁସି ଆନନ୍ଦ ଥିବ, ଆମୋଦ ଥିବ, ଆଉ ଯେ ଦିବାରାତ୍ର ଦିନ ରାତି ପ୍ରଭୁଙ୍କର ବାକ୍ୟକୁ ଧ୍ୟାନ କରୁଥିବ, ସେଇ ଲୋକ ସଫଳତା ହାସଲ କରିବ ଏବଂ ଆଶୀର୍ବାଦ ପାଇବ। ଏମିତି ମୋର ମନ ଅଛି, ଜଣେ ଭାଇ, ସିଏ ପ୍ରଭୁଙ୍କର ଲୋକ, ବାଇବେଲ କଲେଜରେ ପଢ଼ିକିରି ସେ ଆଉ ମୋତେ ଥରେ ଫୋନ୍ କଲେ। ସେ କଥାବାର୍ତ୍ତା କରୁଛି, ପାଟିରେ ପୁରେଇକି କିଛି କଥାବାର୍ତ୍ତା କରୁଛି, ତା କଥା କ୍ଲିଅର୍ ନାହିଁ। ପାଟିରେ ଖାଉଛି, କଥାଟା କ୍ଲିଅର୍ ହେଇପାରୁନାହିଁ। ମୁଁ କହିଲି, କ'ଣ ତୁ ପାଟିରେ ବେଙ୍ଗ ପୁରେଇଛୁ ନା କ'ଣ? ପାଟିରେ ବେଙ୍ଗ ପୁରେଇ କଥାବାର୍ତ୍ତା କରିଛୁ ନା କ'ଣ? ତେବେ ଦେଖ, ଜଣେ ବାଇବେଲ କଲେଜରେ ପଢ଼ି କମ୍ପ୍ଲିଟ୍ କରି ସେ ଯାଇ ପ୍ରଭୁଙ୍କ କାମ କରୁଛି, ଆଉ ସେ କଥାବାର୍ତ୍ତା କରୁଛି, ତା କଥା କ୍ଲିଅର୍ ନାହିଁ। ତାର ଯେଉଁ ଢଙ୍ଗରେ ସେ କଥାବାର୍ତ୍ତା କରୁଛି, ସେ ଦୁଷ୍ଟାମିରେ କଥାବାର୍ତ୍ତା କରୁଛି। ତାର ଦିମାକିଆ ମନୋଭାବ ବା ଯେଉଁ ଘମଣ୍ଡ ମନୋଭାବ, ଗର୍ବ ମନୋଭାବ, ହିଂସାର ମନୋଭାବ ନେଇ କଥାବାର୍ତ୍ତା କରୁଛି। ଆଉ ଜଣେ ବାଇବେଲ କଲେଜରେ ପଢ଼ିକି ପ୍ରଭୁଙ୍କ କାର୍ଯ୍ୟକାରୀ ଘମଣ୍ଡ କ୍ୟାରେକ୍ଟର ବା ଖରାପ କଥାବାର୍ତ୍ତା କରିବା ଉଚିତ ନୁହେଁ, ବା ଖରାପ ମନୋଭାବ ନେଇ, ତାମସା ମନୋଭାବ ନେଇ କଥାବାର୍ତ୍ତା କରିବା ଉଚିତ ନୁହେଁ। ଥଟ୍ଟା, ପରିହାସ, ତାମସା, ନିନ୍ଦା, ହିଂସା, ଘୃଣା ଆଉ ଛଳ କପଟରେ ପୂର୍ଣ୍ଣତା ହେଇକିରି ଜଣେ ପ୍ରଭୁଙ୍କ ଲୋକ ହେଇବା ଉଚିତ ନୁହେଁ। ତେବେ ମୋର ପ୍ରିୟ ପ୍ରତ୍ୟେକ ପ୍ରଭୁଙ୍କର କାର୍ଯ୍ୟକାରୀ, ସମ୍ମାନୀୟ କାର୍ଯ୍ୟକାରୀ ଭାଇ ଭଉଣୀମାନେ, ଆସନ୍ତୁ ଆମମାନେ ଯାହାକୁ ଯେତେବେଳେ କଥାବାର୍ତ୍ତା କରୁଛୁ, ଆମେ ପ୍ରଭୁଙ୍କ ଇଚ୍ଛା ଅନୁସାରେ ଆନ୍ତରିକତାର ସହିତ ବା ପ୍ରେମର ସହିତ ଆମେ କଥାବାର୍ତ୍ତା କରିବାର ଆବଶ୍ୟକତା ରହିଛି। ତେବେ ଏଠି ଆମେ ଦେଖୁଛୁ ଯେ ଆମ ନିଜକୁ ଆମେ ଦେଖିବା ଦରକାର। ଆମେମାନେ ନିଜର ଦୁଷ୍ଟତା
ଛାଡ଼ିବାକୁ ପଡ଼ିବ। ଛାଡ଼ି ଦେଇଛି। ଏବେ ମୋର ଆମମାନେ ସମସ୍ତେ ଦୁଷ୍ଟତା ଛାଡ଼ିବା ଏବଂ ପାପୀ ଜୀବନରେ ଲାଗିଛି ପାପୀମାନଙ୍କ ମାର୍ଗରେ ଠିଆ ହେଲେ ନିଜେ ଆମେ ପାପୀ ହେବା ଉଚିତ। ନିଜ ପାପ କାର୍ଯ୍ୟ ପାପକୁ ଛାଡ଼ିବା ଦରକାର, ପରିତ୍ୟାଗ କରିବା ଦରକାର। ପାପକୁ ଘୃଣା କରିବା, ଦୁଷ୍ଟାମୀ ନ ହେବା, ଆଉ ନିନ୍ଦା କାହାକୁ ନ କରିବା। ନିଜେ ମଧ୍ୟ ଆମେ ନ କରିବା। କେଉଁମାନେ କଲେ କେତେ ନ କଲେ କେତେ, ଯେଉଁମାନେ କରୁଛନ୍ତି ଆମେ ତାଙ୍କ ସହିତ ଫ୍ରେଣ୍ଡସିପ୍ ହେବାନି। ନିଜେ ମଧ୍ୟ ଦୁଷ୍ଟାମୀ ହେବା ନାହିଁ, ନିଜେ ମଧ୍ୟ ପାପୀ ହେବା ନାହିଁ, ନିଜେ ମଧ୍ୟ ନିନ୍ଦୁକ ହେବା ନାହିଁ। ଆଉ ପ୍ରଭୁଙ୍କର ଯେଉଁ ବ୍ୟବସ୍ଥା ରହିଛି 2 ପଦରେ ଲେଖା ହେଇଛି, ଗୀତ ସଂହିତା 1 ଅଧ୍ୟାୟ 2 ପଦ। ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ, ପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ହାପିନେସ୍ ଥାଏ, ଖୁସି ଆନନ୍ଦ ଥାଏ, ଆଉ ଦିନ ରାତି ତାହାଙ୍କର ବ୍ୟବସ୍ଥା, ପ୍ରଭୁଙ୍କର ବ୍ୟବସ୍ଥା ଧ୍ୟାନ କରି ତାଙ୍କ ରାସ୍ତାରେ ଚାଲେ, ସେଇ ଲୋକ ସଫଳତା ହାସଲ କରିପାରିବ, ଆଶୀର୍ବାଦ ପାଇପାରିବ। ତାର ବ୍ୟାଙ୍କ ଆକାଉଣ୍ଟରେ ସବୁବେଳେ ଟଙ୍କା ଥିବ, ଖର୍ଚ୍ଚ କରୁଥିବ, ପୁଣି ଆସୁଥିବ। ତେବେ ତାର ପରିବାର ଖୁବ୍ ଶାନ୍ତିରେ ରହିପାରିବେ। ତାର ପିଲାଛୁଆ ଭଲ ଜ୍ଞାନ ପ୍ରଭୁ ସେମାନଙ୍କୁ ଦେବେ। ସେମାନେ ଜ୍ଞାନ ବୁଦ୍ଧି ପାଇ ଫାଷ୍ଟ ରାଙ୍କ ହେଇକି ଭଲ ଜବ୍ ପାଇବେ। ମାସକୁ 80,000 90,000 ଟଙ୍କା ଦରମା ପାଇବେ। କିଏ ଲକ୍ଷେ ଟଙ୍କା ପାଇବ, କିଏ 2 ଲକ୍ଷ ଟଙ୍କା ପାଇବ, କିଏ 60,000 ଟଙ୍କା ପାଇବ। ପ୍ରଭୁ ତାର ପରିବାରକୁ ଏଭଳି ଭାବରେ ଆଶୀର୍ବାଦ କରେ। ତାକୁ ଆଶୀର୍ବାଦ କରିବେ, ତା ସ୍ତ୍ରୀକୁ ଆଶୀର୍ବାଦ କରିବେ। ଯେଉଁମାନେ ସ୍ତ୍ରୀ ଲୋକ ଚାଲୁଛନ୍ତି ତାଙ୍କ ସ୍ୱାମୀକୁ ଆଶୀର୍ବାଦ କରିବେ। ଆଉ ଯେଉଁମାନେ ସେମାନଙ୍କର ପୁଅ ଝିଅମାନଙ୍କୁ ଆଶୀର୍ବାଦ କରିବେ, ସେମାନଙ୍କ ବାପା ମାଆକୁ ଆଶୀର୍ବାଦ କରିବେ, ସେମାନଙ୍କର ପ୍ରତ୍ୟେକକୁ ଆଶୀର୍ବାଦ କରିବେ। ତାଙ୍କର ସପରିବାର ଆଶୀର୍ବାଦ ପାଇବ, ସଫଳତା ପାଇବ। ତାପରେ ଆମେ ଦେଖୁଛୁ ଏଠି 3 ପଦରୁ ଯଦି ଆମେ ଦେଖିବା କିଭଳି ଭାବରେ ସେ ଜୀବନଯାପନର ଆଶୀର୍ବାଦ ମଧ୍ୟରେ ସେ ରହିବ। ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସୋ ସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ। ସେଇ ବିଶ୍ୱାସୀ ପରିବାର ବା ସେଇ ବିଶ୍ୱାସୀ ମୋର ବନ୍ଧୁ ଭାଇ ଭଉଣୀମାନେ, ଯେଉଁ ବନ୍ଧୁମାନେ, ଯେଉଁ ବିଶ୍ୱାସୀ ଭାଇ ଭଉଣୀମାନେ ଆଜି ଦିବାରାତ୍ର ତାଙ୍କର ବ୍ୟବସ୍ଥା ଧ୍ୟାନ କରୁଛନ୍ତି, ତାଙ୍କ ବ୍ୟବସ୍ଥା ଆନନ୍ଦ କରୁଛନ୍ତି। ଆଉ ଯେ କି ଯେଉଁ ଗଛ କି ଜଳସ୍ରୋତ ନିକଟରେ ରିପିତ, ପାଣିର ସୁଅ ପାଖରେ ଯେଉଁ ଗଛ ଲଗା ହେଇଛି, ସେ ଠିକ୍ ସମୟରେ ଫଳ ଧାରଣ କରିବ, ପ୍ରଚୁର ଫଳ ଧାରଣ କରିବ। ଆଉ ତାହାର ପତ୍ର ବି ମଳିନ ହେବ ନାହିଁ, ଶୁଖିଯିବ ନାହିଁ। ଏପରି ସେ ଗଛ ସଦୃଶ ହେବ, ଏପରି ବୃକ୍ଷ ସଦୃଶ ହେବ ସେଇ ଲୋକ, ସେଇ ବିଶ୍ୱାସୀ। କାରଣ ସଫଳତାର ମାର୍ଗରେ ସିଏ ଚାଲିଲା। ତେବେ ସିଏ ପ୍ରକୃତ ପରମେଶ୍ୱରଙ୍କର ପରିପୂର୍ଣ୍ଣ ଆଶୀର୍ବାଦ ପାଇଲା। ମନୁଷ୍ୟ କାହିଁକି ଅଶାନ୍ତିରେ ଆଜି ରହୁଛି? ଯେ ପରମେଶ୍ୱରଙ୍କର ଯେଉଁ ବ୍ୟବସ୍ଥା ଅଛି, ସେ ବ୍ୟବସ୍ଥାରେ ସେ ଆନନ୍ଦ ନାହିଁ, ତାର ହାପିନେସ୍ ନାହିଁ, ମହା ଆନନ୍ଦ ନାହିଁ। ଆଉ ଯେ ଦିବାରାତ୍ର ତାର ବ୍ୟବସ୍ଥାରେ ଧ୍ୟାନ କରେ ନାହିଁ, ସେ ସଫଳତାର ମାର୍ଗ ପାଇପାରିବ ନାହିଁ। ତେବେ 4 ପଦ ଲେଖା ହେଉଛି, ଦୁଷ୍ଟମାନେ ସେ ପ୍ରକାର ନୁହନ୍ତି। ବିଶ୍ୱାସୀମାନେ, ପରମେଶ୍ୱରଙ୍କ ଲୋକମାନେ ଏଇ ଆଶୀର୍ବାଦ ମଧ୍ୟରେ ଚାଲିଲେ, ଆଶୀର୍ବାଦ ପାଇଲେ, ଯେ କି ଯେଉଁ ଗଛ କି ପାଣି ପାଖରେ ଥିବା ଗଛ, ତାହାର କି ଫଳ ପ୍ରଚୁର ଉତ୍ପନ୍ନ କରେ, ପତ୍ର ହିଁ ତାର ମଳିନ ପଡ଼େ ନା, ଶୁଖିଯାଏ ନା। ଏଇଭଳି ବୃକ୍ଷ ସେ ହେବ ଯେଉଁ ଲୋକ ପରମେଶ୍ୱରଙ୍କ ବ୍ୟବସ୍ଥା ଦିନ ରାତି ଧ୍ୟାନ କରେ, ତାଙ୍କ ରାସ୍ତାରେ ଚାଲେ, ଆଉ ତାଙ୍କ ବ୍ୟବସ୍ଥାରେ ସିଏ ଖୁସି ଆନନ୍ଦ କରେ। ଏଠି ଲେଖା ହେଉଛି 4 ପଦରେ, ଗୀତ ସଂହିତା 1 ଅଧ୍ୟାୟ 4 ପଦ, ଦୁଷ୍ଟମାନେ ସେ ପ୍ରକାର ନୁହନ୍ତି, ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷତୁଲ୍ୟ ଅଟନ୍ତି। ଦୁଷ୍ଟମାନେ ଦେ ଆର୍ ଲାଇକ୍ ଚାପ୍। ଚାପ୍ ମିନ୍ସ ତୁଷ। ଆମର ଧାନକୁ
କୁଟିକି ବାହାର କରିଦେଲେ ଧାନ କୁଟା ହେଲେ ତାପରେ ମେସିନରେ ଚାଲେ ତାପରେ ଯେଉଁ ତୁଷ ଗୁଡ଼ା ବାହାରିଲା ସେଇ ତୁଷ ସାଙ୍ଗେ ସମାନ ଦୁଷ୍ଟମାନେ। ତୁଷର କିଛି ମୂଲ୍ୟ ତୁଷକୁ ଫୁଙ୍କିଦେଲେ ଉଡ଼ିଯିବ। ଏ ଲେଖା ଅଛି ଚାରିପଦରେ ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷ ତୁଲ୍ୟ, ପବନରେ ଚାଳିତ ତୁଷ ଭଳିଆ ଦୁଷ୍ଟ ଲୋକମାନେ। ଆଉ ଲେଖା ଅଛି ଏହେତୁ ଦୁଷ୍ଟମାନେ ବିଚାର ସ୍ଥାନରେ ଅବା ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ। ଦୁଷ୍ଟମାନେ ବିଚାର ସ୍ଥାନରେ ଠିଆ ହେବେ ନାହିଁ କି ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଛିଡ଼ା ହେବେ ନାହିଁ, ଧାର୍ମିକ ସଭାରେ ଠିଆ ହେବେ ନାହିଁ। କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି। ଯେଉଁମାନେ ବିଶ୍ୱାସୀ, ପରମେଶ୍ୱରଙ୍କର ବିଶ୍ୱାସୀ ଲୋକ, ସେମାନଙ୍କର ରାସ୍ତା ପରମେଶ୍ୱର ଜାଣନ୍ତି ଯେ ସେମାନଙ୍କୁ କିଭଳି ଭାବରେ ପରମେଶ୍ୱର ଆଉ ହାପିନେସ୍ ମଧ୍ୟରେ, ଗୋଟେ ଶାନ୍ତି ମଧ୍ୟରେ, ପ୍ରଚୁରତାର ଆଶୀର୍ବାଦ ମଧ୍ୟରେ ସେମାନଙ୍କୁ ଜୀବନଯାପନ କରିବା ପାଇଁ ଦେବେ। ମାତ୍ର ଦୁଷ୍ଟମାନଙ୍କର ଯେଉଁ ରାସ୍ତା ବିନଷ୍ଟ ହେବ, ନଷ୍ଟ ହେବ ଦୁଷ୍ଟମାନଙ୍କର ରାସ୍ତା। ତେବେ ଆସୁ ଆମମାନଙ୍କୁ ପ୍ରଶ୍ନ ଅଛି ଯେ ଆମେମାନେ କ'ଣ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲୁଛୁ କି? ଦୁଷ୍ଟମାନଙ୍କ କଥାରେ ଚାଲୁଛୁ କି? ଯଦି ଦୁଷ୍ଟମାନଙ୍କ କଥାରେ ଚାଲୁଛୁ ଆସୁ ବନ୍ଦ କରିବା। ପାପୀମାନଙ୍କ ସାମ୍ନାରେ ଠିଆ ହେଉଛୁ କି? ଯଦି ପାପୀମାନଙ୍କ ସାମ୍ନାରେ ଠିଆ ହେଉଛୁ ଆଜି ବନ୍ଦ କରିବା। ପାପୀମାନଙ୍କ ପାଖରେ ଠିଆ ହେବା ନାହିଁ। କେବଳ ନିନ୍ଦୁକମାନଙ୍କ ସଭାରେ ବସୁଛୁ କି? ଯେଉଁମାନେ ନିନ୍ଦା କରନ୍ତି, ଥଟ୍ଟା ପରିହାସ ତାମସା ଘୃଣା କରନ୍ତି, ସେମାନଙ୍କ ସଭାରେ ଯଦି ବସୁଛୁ ଆସୁ ଆଜିଠାରୁ ଆମମାନେ ବସିବା ଛାଡ଼ିଦେବା। ଆଉ ବସିବା ନାହିଁ ସେମାନଙ୍କ ପାଖରେ, ସେମାନଙ୍କ ସଭାରେ ବସିବା ନାହିଁ। କ'ଣ କରିବା? ଆମର କର୍ତ୍ତବ୍ୟ ଆମେ ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଆମେ ଆମୋଦ କରିବା ଏବଂ ତାହାଙ୍କର ବ୍ୟବସ୍ଥା ଆମେ ଧ୍ୟାନ କରିବା। ଡେ ନାଇଟ୍ ତାଙ୍କ ରାସ୍ତାରେ ଚାଲିବା ଧ୍ୟାନ କରି, ତେବେ ଆମମାନଙ୍କୁ ସଫଳତା ମିଳିବ, ଆମମାନଙ୍କୁ ପ୍ରତ୍ୟେକ ବିଷୟରେ ଆଶୀର୍ବାଦ ମିଳିବ। ଆସନ୍ତୁ ଆମେ ପ୍ରାର୍ଥନା କରି ଶେଷ କରିବା। ଧନ୍ୟବାଦ ଦେଉଛୁ ପ୍ରଭୁ ତୁମର ବାକ୍ୟ ପାଇଁ। ପ୍ରଭୁ ଯେଉଁ ବାକ୍ୟ କହିଲ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ନ ଚାଲିବା ପାଇଁ, ପାପୀମାନଙ୍କ ମାର୍ଗରେ ଠିଆ ନ ହେବା ପାଇଁ ଏବଂ ନିନ୍ଦୁକମାନଙ୍କ ସଭାରେ ନ ବସିବା ପାଇଁ ପ୍ରଭୁ ସହାୟତା ଦିଅ। ମୋର ପ୍ରତ୍ୟେକ ବିଶ୍ୱାସୀ ପରିବାର ଗୁଡ଼ିକୁ, ପ୍ରତ୍ୟେକ ସାଙ୍ଗମାନଙ୍କୁ ଏବଂ ବନ୍ଧୁମାନଙ୍କୁ ପ୍ରଭୁ ସହାୟତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ତୁମର ବାକ୍ୟକୁ ବ୍ୟବସ୍ଥାକୁ ଦିନ ରାତି ଧ୍ୟାନ କରି ତୁମ ରାସ୍ତାରେ ଚାଲିବା ପାଇଁ ପ୍ରଭୁ, ପୁଣି ସେହି ସଫଳତା ପାଇବା ପାଇଁ, ସେହି ପ୍ରଚୁରତାର ଆଶୀର୍ବାଦ ମଧ୍ୟରେ ଜୀବନଯାପନ କରିବା ପାଇଁ ମୋର ପ୍ରତ୍ୟେକ ବିଶ୍ୱାସୀ ପରିବାର ଗୁଡ଼ିକୁ ମହାସହାୟତା ଦେଇ ମହା ଆଶୀର୍ବାଦ କର ବୋଲି ନିବେଦନ କରୁଛି। ଧନ୍ୟବାଦ ଦେଉଛି ପ୍ରାର୍ଥନା ଶୁଣିଲ ଏବଂ ଉତ୍ତର ଦେଲ। এই সমস্ত প্রার্থনাগুলো ত্রাণকর্তা প্রভু যীশুଙ୍କ ନାମରେ ମାଗିଲୁ, ଆମେନ୍।